ସମସ୍ତଙ୍କୁ ସାରସ୍ୱତ ନମସ୍କାର। ଆଜି ପୁସ୍ତକ ସମୀକ୍ଷା କ୍ରମରେ ରହିଛି ସଂଘମିତ୍ରା କାନୁନଗୋଙ୍କ ଶୂନ୍ୟ ନୀଡ଼ ଓ ଅନ୍ୟାନ୍ୟ କବିତା। ଏ ପୁସ୍ତକଟିର ସମୀକ୍ଷା ପ୍ରକାଶିତ ହୋଇଛି ମାସିକ ସମ୍ବାଦ ଭିତ୍ତିକ ପତ୍ରିକା ସମୟର ଚକ୍ର 2022 ଏପ୍ରିଲରେ ଏକାଦଶ ବର୍ଷ ପ୍ରଥମ ସଂଖ୍ୟାରେ। ସଂଘମିତ୍ରା କାନୁନଗୋଙ୍କ ଶୂନ୍ୟ ନୀଡ଼ ଓ ଅନ୍ୟାନ୍ୟ କବିତା ଏକ ବିହଙ୍ଗାବଲୋକନ। କବି ହେଲେ ସଂଘମିତ୍ରା କାନୁନଗୋ। କବିତା ସଂକଳନ ଶୂନ୍ୟ ନୀଡ଼ ଓ ଅନ୍ୟାନ୍ୟ କବିତା। ଏହାର ପ୍ରକାଶକ ହେଉଛନ୍ତି ଶୁଭାରମ୍ଭ ପବ୍ଲିକେସନ୍ ହାଉସ୍, ଜଗତପୁର, କଟକ। ପ୍ରକାଶ କାଳ 2021, ମୂଲ୍ୟ 229 ଟଙ୍କା। ତାହେଲେ ଆସନ୍ତୁ ଶୁଣିବା ମୁଁ ଲେଖିଥିବା ଏଇ ସମୀକ୍ଷାଟି ପଢ଼ିବା ପୂର୍ବରୁ ଏଇ ପୁସ୍ତକ ଉନ୍ମୋଚନ ପର୍ବର କିଛି ସ୍ମୃତିଚାରଣ କରିବାକୁ ଚାହେଁ। ପୁସ୍ତକଟି ପ୍ରଥମେ ଯେତେବେଳେ ଉନ୍ମୋଚିତ ହେଲା ଭବାନୀପାଟଣାରେ, ସେତେବେଳେ ସଂଘମିତ୍ରା ଅପା ମୋତେ ଫୋନ୍ କରି ଡାକିଥିଲେ ଯେ କଣ୍ଡୁରି ତୁ ଆସିକି ପୁସ୍ତକଟିକି ସମୀକ୍ଷା କରିବୁ। ଏତେ ବଡ଼ ମଞ୍ଚରେ ପୁସ୍ତକ ସମୀକ୍ଷା କରିବା ମୋ ପାଇଁ ଥିଲା ନୂଆ। ବଡ଼ ବଡ଼ ରଥୀ ମହାରଥୀଙ୍କ ଆଗରେ ପୁସ୍ତକଟିର ସମୀକ୍ଷା କରିଥିଲି। ତାଙ୍କର ଆତିଥେୟତା ମୋର ଚିରକାଳ ମନେ ରହିବ। ମୁଁ ସସ୍ତ୍ରୀକ ଭବାନୀପାଟଣା ଯାଇଥିଲି ଏବଂ ଅପା ନିଜେ ଆମ ଦୁଇ ଜଣଙ୍କୁ ଏ ବୟସରେ ବି ରାନ୍ଧି ବାଢ଼ି ପରସିଥିଲେ। ତାଙ୍କର ଆତିଥେୟତା, ତାଙ୍କର ହାତ ରନ୍ଧା ସାରା ଜୀବନ ଆମର ନିଶ୍ଚୟ ମନେ ରହିବ। ତାହେଲେ ଆସନ୍ତୁ ଶୁଣିବା ଅପାଙ୍କ ପୁସ୍ତକ ଶୂନ୍ୟ ନୀଡ଼ ଓ ଅନ୍ୟାନ୍ୟ କବିତା ସଂକଳନର ସମୀକ୍ଷାଟି। ଶୁଭାରମ୍ଭ ପବ୍ଲିକେସନ୍ ହାଉସ୍ ଦ୍ୱାରା ପ୍ରକାଶିତ ଶୂନ୍ୟ ନୀଡ଼ ଓ ଅନ୍ୟାନ୍ୟ କବିତା ସଂଘମିତ୍ରା କାନୁନଗୋଙ୍କ ସାରସ୍ୱତ ସୃଷ୍ଟିର ଆଦ୍ୟ ସ୍ମାରକ। ପ୍ରଥମ କବିତା ସଂକଳନ ହେଲେ ହେଁ ଜୀବନର ସାୟାହ୍ନରେ ନିଜ ଅଭିଜ୍ଞ ଲେଖନୀରୁ ଯେଉଁ ଗଭୀର ଅନୁଭବ ବହୁ କବିତାରେ ଧରାଦିଏ, ତାହା କିଛି କମ୍ ଉପଭୋଗ୍ୟ ନୁହେଁ। ପୁସ୍ତକଟିରେ ମୋଟ 59ଟି କବିତା ରହିଛି। ନାରୀ ଜୀବନର ଅଭିଜ୍ଞତାକୁ ଆଧାର କରି ନାରୀ ନିର୍ଯାତନା, ଅବହେଳା ବିରୋଧରେ ସ୍ୱର ଉତ୍ତୋଳନ କରିବା ସହିତ ନାରୀର ତ୍ୟାଗ ଓ ବଳିଦାନରେ ମହିମାମଣ୍ଡିତ ଗ୍ରନ୍ଥସ୍ଥ ଅଧିକାଂଶ କବିତାର ଭାବଭୂମି। କେଉଁଠି ଆତ୍ମଚିନ୍ତନ ତ କେଉଁଠି ପ୍ରେମ, ପ୍ରଣୟ, ଦୁଃଖ, ଅବଶୋଷ ସବୁକିଛିକୁ ଫେଣ୍ଟାଫେଣ୍ଟି କରି ସାଉଁଟିଛନ୍ତି କବି। ଜୀବନକୁ ପଢ଼ିଛନ୍ତି ତର୍ଣ୍ଣ ତର୍ଣ୍ଣ। ତେଣୁ ତାଙ୍କ ଲେଖନୀ ନିଃସୃତ ପ୍ରତ୍ୟେକଟି କବିତାରେ ନିପୀଡ଼ିତ, ନିଷ୍ପେଷିତ ଓ ଶୋଷିତ ମଣିଷଙ୍କ ପାଇଁ ସମ୍ବେଦନଶୀଳ ଭାବ ସ୍ପଷ୍ଟ ବାରି ହୋଇପଡ଼େ। ନୈରାଶ୍ୟରୁ ଆଶାର କ୍ଷୀଣ ଆଲୋକ ରେଖାଟିଏ ତାଙ୍କର ପ୍ରଥମ କବିତା ଏମିତି କାହିଁକି ହୁଏ। ତେଣୁ ସେ ଲେଖନ୍ତି, ଏମିତି କାହିଁକି ହୁଏ ମଣିଷ ମଣିଷ ଈର୍ଷାର ଲଢ଼େଇ, କେତେ ସଂସାରକୁ ଦିଏ ଉଜୁଡ଼ାଇ, ଅନାଥ ଶିଶୁକି ବିଧବା ପତ୍ନୀଟି ଲୁହରେ ବତୁରୁଥାଏ। ଏମିତି ହୁଅନ୍ତା ନାହିଁ କି ନିଜ ମଧ୍ୟରେ ଆମେ ସ୍ନେହ ପ୍ରେମ ଭରି ସବୁ ମତାନ୍ତର ଭୁଲି ସଭିଏ କହନ୍ତୁ ଗୋଟିଏ ସ୍ୱରରେ, ଆମ ପରି କିଏ ଅଛି କି, ଆମ ପରି କିଏ ଅଛି କି। କବି ଖୋଜିଛନ୍ତି ମୂଲ୍ୟବୋଧକୁ, ମଣିଷ ପଣିଆକୁ, ଯାହା ସମ୍ପ୍ରତି ସମାଜରେ ଆକାଶ କୁସୁମ ପରି। ତେଣୁ ସେ ବ୍ୟଥିତ ହୋଇଛନ୍ତି ଏସବୁ ଦେଖି। ତେଣୁ ରାବଣ ପୋଡ଼ି କବିତାରେ ମିଛ ରାବଣ ପୋଡ଼ିର ପ୍ରହସନ ନ କରି ସତ ରାବଣକୁ ପୋଡ଼ିବାକୁ ଆହ୍ୱାନ ଦେଇଛନ୍ତି। ନେତା ଅଭିନେତା ସଭିଏଁ ପୋଡ଼ୁଛନ୍ତି, ସତେଅବା ସବୁ ପାପର ବିନାଶ ହୋଇଗଲା ଏଇ ଦିନେ। ହେଲେ ଲକ୍ଷ ଲକ୍ଷ ଅସୁର ପ୍ରକୃତି ରାବଣ ତ ବିଦ୍ୟମାନ ଏଠି। କି ଲାଭ
ଏ ରାବଣ ପୋଡ଼ିର ମିଛ ପ୍ରହସନେ। ପ୍ରତିପତ୍ତିର ଚକତଳେ ଯୁଗ ଯୁଗରୁ କର୍ଷିତ ହୋଇଥିବା ନାରୀ ନିର୍ଯାତନାର ବେଦନାକ୍ତ ଇତିହାସକୁ ଦୋହରାଇଛନ୍ତି କବି ତାଙ୍କର ନାରୀ କବିତାରେ। ଆଉ ଲେଖନ୍ତି, ଆଉ କଅଁଳ ବୟସରେ ଦୁନିଆକୁ ଚିହ୍ନୁ ଚିହ୍ନୁ ତୁ ଦୁଷ୍କର୍ମର ଶିକାର ହେଉ। ଦିଲ୍ଲୀର ରାଜରାସ୍ତା ପରେ ତ କେବେ ଭୋର ନ୍ୟୁନ ଆଲୁଅରେ ଆବିଷ୍କାର କରାଯାଏ ଗଣ ଦୁଷ୍କର୍ମର ଶିକାର ପରେ ମୃତ ଭାବେ। ସେହିପରି ନାରୀ ଜୀବନର ଏକ ସାଂଘାତିକ ସତ୍ୟକୁ ପ୍ରକାଶ କରିଛନ୍ତି ମିଛ କବିତାରେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁଠି ମିଛର କଚଡ଼ା ଖାଇ ଖାଇ ନାରୀ ହୁଏ ସର୍ବସ୍ୱାନ୍ତ। ତେଣୁ ମିଛ କବିତାରେ ସେ ଗାଇଛନ୍ତି, ଆଉ ଆଜି ପୁଅ ମୋର ମିଛ ଆଶ୍ୱାସନା ଦେଇ ମୋ ଆଶା ପୂରଣ କରିବ ବୋଲି କୁମ୍ଭମେଳା ବୁଲାଇ ଆଣିଛି। ଏ ବୁଢ଼ୀ ସଂସାରର ବୋଝ, ତାକୁ ଆଉ ଫେରାଇ ଆଣନା ଆମ ସଂସାରକୁ ବୋଲି ବୋହୂର କଡ଼ା ତାଗିଦ ମାନିବାକୁ ଯାଇ ପୁଅ ମୋର ଏ ଖଚାଖଚ ଭିଡ଼ ଭିତରେ ମୋ ହାତ ଛାଡ଼ି ଦେଇ ମିଛ ବାହାନା କରି ଯାଇଛି ଯେ ଯାଇଛି, ଆଉ ତା ଠିକଣା ମିଳୁନି। ଖବରକାଗଜର ପୃଷ୍ଠା ଓଲଟାଇଲେ ଦୁଷ୍କର୍ମ ଓ ଯୌତୁକ ଜନିତ ବଧୂ ହତ୍ୟାର ଖବର ଦୃଷ୍ଟିଗୋଚର ହୁଏ। ସମ୍ପ୍ରତି ବଧୂ ନିର୍ଯାତନା ଦେଖି କବିଙ୍କ ପ୍ରାଣ କାନ୍ଦି ଉଠିଛି। ଯୌତୁକ ପାଇଁ ଝିଅ ବା ବୋହୂ ଆତ୍ମହତ୍ୟା କରନ୍ତି ଅଥବା ତାକୁ ପେଟ୍ରୋଲ ବା କିରୋସିନରେ ଜାଳି ମାରି ଦିଆଯାଏ। ଅସହାୟ ବାପ ଉଦ୍ଦେଶ୍ୟରେ ଝିଅଟିର ଚିଠିଟିକୁ ଅତ୍ୟନ୍ତ ମାର୍ମିକ ଭାବେ ବର୍ଣ୍ଣନା କରିଛନ୍ତି ତାଙ୍କର ଝିଅର ଚିଠି କବିତାରେ। କବିଙ୍କ ଭାଷାରେ, 3 ଦିନ ହେଲା ବାପା ଘରେ ନାଟକ ଚାଲିଛି। ତମ ଅଲିଅଳି ଝିଅ ଗଳା ଧକ୍କା ଖାଇ ଦୁଆରେ ଭୋକିଲା ବସିଛି। ତମ ଜୋଇଁ ତାଗିଦ କରିଛି, 30,000 ଟଙ୍କା ବ୍ରାସଲେଟ୍ଟାଏ ବୋପାକୁ କହ ଶୀଘ୍ର ପଠାଇବ। ନ ପାରିଲେ କିରୋସିନି ତେଲ ଟିଣେ ଆଉ ଦିଆସିଲି ଦବ। ତମ ମାଳ ତମକୁ ନେହୁରା ହେଉଛି ବାପା। ବସିଲା ଜାଗାରୁ ଟଙ୍କା ଧରି ଉଠି ଆସିବ, ନହେଲେ ନବାକୁ ଆସିବ ତମ ଝିଅର ଦରପୋଡ଼ା ଶବ। ଏଇଟା କେବଳ ମାଳର କଥା ନୁହେଁ, ଯୌତୁକ ନିର୍ଯାତନାର ଶିକାର ହେଉଥିବା ସମସ୍ତ ଝିଅମାନଙ୍କର କାହାଣୀ। ନୈତିକ ମୂଲ୍ୟବୋଧର ଭିତ୍ତିରେ ନାରୀ ସମସ୍ୟାର ବିଚାର ବିଶ୍ଳେଷଣ କରିବାରେ ସଂଘମିତ୍ରାଙ୍କ ସ୍ୱାତନ୍ତ୍ର୍ୟ ବାରି ହୋଇପଡ଼େ। ମାତୃଗର୍ଭରୁ ଶିଶୁକନ୍ୟା ଭ୍ରୂଣ ହତ୍ୟା, କିଶୋରୀ ବୟସରେ ପାଶବିକତାର ଶିକାର, ଜାୟା ଜନନୀ ଭଗିନୀର ଭୂମିକା ତୁଲାଉ ତୁଲାଉ ବୃଦ୍ଧାବସ୍ଥାରେ ବୟସର ସାୟାହ୍ନରେ ଜରା ନିବାସରେ କାଳ କାଟିବା ପର୍ଯ୍ୟନ୍ତ ସବୁକିଛିକୁ ସ୍ଥାନ ଦେଇଛନ୍ତି ନିଜ କଲମ ମୁନରେ। ଏହା ବ୍ୟତୀତ ସାଧାରଣ ମଣିଷର ଜୀବନ ଯନ୍ତ୍ରଣା, ସାମାଜିକ ବିଧି ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ଈଶ୍ୱରଙ୍କ ପ୍ରତି ଅଭିମାନ ବ୍ୟଞ୍ଜନା ସ୍ୱର ତୋଳିଛନ୍ତି ନିଜର କବିତା ହେ ଈଶ୍ୱର ତୁମେ କେଉଁଠିରେ। ସେହିପରି ନାରୀ ଜାତିର ତ୍ୟାଗର ପ୍ରତୀକ ଭାବରେ ଉର୍ମିଳା କବିତାରେ ମାଆର ସ୍ନେହ, ମମତା, ତ୍ୟାଗ, ତିତିକ୍ଷାର ବାର୍ତ୍ତାକୁ ମା ଓ ସାଧାରଣ ନାରୀଟିଏ କବିତାରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଦାଦନ ଖଟିବାକୁ ଯାଇ ଘରକୁ ନ ଫେରୁଥିବା ଦାଦନ ଶ୍ରମିକ ପରିବାରର ବିକଳ ଚିତ୍ର ରହିଛି ପଚାରଣା ମୋତେ କିଏ ମୁଁ କେମିତି ଜିଇଁଛି କବିତାରେ। ଅସହାୟା ସ୍ତ୍ରୀଟି ନିଜ ବୃଦ୍ଧା ଶାଶୁ ଓ କୁନି ଝିଅକୁ ନେଇ ସମ୍ମୁଖୀନ ହେଉଥିବା ଅସରନ୍ତି ଦୁଃଖର ଗଜଲକୁ ପରସିଛନ୍ତି ନିଜସ୍ୱ ଶୈଳୀରେ। ମୁଁ ଚାଲିଛି, ମୋ ହାତରେ ଛନ୍ଦା 60 ଉପର ଅନ୍ଧୁଣୀ ଶାଶୁ ଓ 5 ବର୍ଷ ଝିଅର କଅଁଳ ହାତ। ସ୍ୱାମୀ ମୋର ଦାଦନ ଖଟିବାକୁ ଗୁଜୁରାଟ ଯାଇଛି ଯେ 6 ମାସ ହେଲା ଫେରୁନି। ଅସରନ୍ତି ଦୁଃଖର ରାଜରାସ୍ତା ଉପରେ ମୁଁ ଚାଲିଛି ଯେ ଚାଲିଛି। ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଏକତାର ବାର୍ତ୍ତାବହ ଗଣପର୍ବ ନୂଆଖାଇ। ଅନ୍ତହୀନ ପ୍ରତୀକ୍ଷାର ଏକ ଅନୁଚ୍ଚାରିତ ସଙ୍ଗୀତ ଭାଇଚାରାର ପର୍ବ ନୂଆଖାଇ। ତେଣୁ ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବର
ଓ ଗୌରବର ବାର୍ତ୍ତାବହ ସମ୍ପର୍କରେ ନିଜ ଆବେଗପୂର୍ଣ୍ଣ ଭାବାବେଗକୁ ଚମତ୍କାର ଢଙ୍ଗରେ ଉପସ୍ଥାପିତ କରିଛନ୍ତି ନୂଆଖାଇ କବିତାରେ। ନୂଆଖାଇ ତୁ ଏମିତି ଏକ ଅନୁଚ୍ଚାରିତ ସଙ୍ଗୀତ ଯେ ତୁ ଆସିଲେ ମହ ମହ ଅନୁରାଗପଣରେ ବତୁରି ଯାଏ ମନ ସବୁ। ଭାଇଚାରାର ପ୍ରବଣତା ସଞ୍ଚରି ଯାଏ ଗାଁରୁ ସହର ଯାଏ। ଆପେ ଆପେ ଖୋଲିଯାଏ ରାଗ ଅଭିମାନ ହିଂସାର ଜାଉଁଳି କବାଟ। ଘରେ ଫେରେ ପୁଅ, ଦାଦନକୁ ଯାଇଥିବା ଖଟିଖିଆ ବି ଫେରେ। ଅପେକ୍ଷମାନ ବାପା ମା ପତ୍ନୀ ମୁହେଁ ଖେଳିଯାଏ ହସ। ଆଉ କିଏ ଯଦି ଆସି ନ ପାରିଲା, ସ୍ତ୍ରୀ ମା ତାର ଲୁହେ ପଖାଳନ୍ତି ମୁହଁ। ଜଣେ ନାରୀ ହୋଇ କେବଳ ନାରୀ କଥା କହି ଚୁପ୍ ବସିନାହାନ୍ତି କବି। ପୁରୁଷର ମହନୀୟ ତ୍ୟାଗର ପରାକାଷ୍ଠା ଦର୍ଶାଇବାକୁ ଭୁଲି ନାହାନ୍ତି ଶୀର୍ଷକ କବିତା ଶୂନ୍ୟ ନୀଡ଼ରେ। ତାଙ୍କର କାବ୍ୟ ନାୟକ ସବୁକିଛି ଅନ୍ୟମାନଙ୍କୁ ବାଣ୍ଟି ବାଣ୍ଟି ସର୍ବସ୍ୱାନ୍ତ। ତାର ନୀଡ଼ ଏବେ ଶୂନ୍ୟ। ନା ନିଜ ପାଇଁ କିଛି ରଖିଛି, ନା ନିଜ ପ୍ରିୟତମାର କିଛି ଅଳି ଅର୍ଦ୍ଦଳି ପୂରଣ କରିପାରିଛି। ମୋତେ କାହିଁକି ଲାଗିଲା କବିତାଟି କବିଙ୍କ ଜୀବନାନୁଭୂତିର ଏକ ଚମତ୍କାର ଆଲେଖ୍ୟ, ନିଜ ଜୀବନ ସହ ସମ୍ପର୍କିତ। ସମାଜ ମଙ୍ଗଳ ଅଧିକାରୀ ଭାବରେ ନିଜ ଚାକିରି ଜୀବନରେ ଅନ୍ୟମାନଙ୍କ ସେବାରେ ନିଜର ଜୀବନ ଉତ୍ସର୍ଗ କଲା ପରେ ବି ମନ ମାନିଲାନି ତାଙ୍କର। ଦଧିଚି ସାଜି ନିଜ ଶରୀରକୁ ବି ଦାନ କରିଦେଲେ। ପ୍ରଚଣ୍ଡ କୋଳାହଳ ଭିତରେ ନିଜର ଖାଁ ଖାଁ ଶୂନ୍ୟପଣକୁ ନେଇ ଏକ ଚମତ୍କାର କବିତା ଶୂନ୍ୟ ନୀଡ଼। ସେଥିରେ ସେ ଲେଖନ୍ତି, ସମସ୍ତଙ୍କୁ ସବୁ ବାଣ୍ଟି ବାଣ୍ଟି ଦେବାଳିଆ ସର୍ବସ୍ୱାନ୍ତ କୁବେରଟେ ମୁଁ। ବୟସର ସାୟାହ୍ନରେ ଆଜି ମୁଁ ଭାବୁଛି ବସି, ତମେ ତ କେବେ କିଛି ମାଗିଲନି, ମୁଁ କିଛି ବି ଦେଇଲିନି। ଆଜି ମୁଁ ସୌଦାଗର ଶୂନ୍ୟ ନୀଡ଼ର, ଜୀବନଟା ଯାକ ତୁମକୁ କିଛି ବି ନ ଦେଇ। ବିବାହ କରିବା ପରେ ପୁଅ ପାଇଁ ମାଆର ପଣତ ଅଲୋଡ଼ା ଅଖୋଜା ହୋଇଯାଏ। ତେଣୁ ସେ ଲେଖନ୍ତି ପଣତକାନି କବିତାରେ, ଗୋଟେ ପଣତକାନିର ତେଲ ଚିକିଟା ଦୁଧିଆ ବାସ୍ନାଟି କେମିତି ରୂପାନ୍ତରିତ ହୋଇଯାଏ ଅତରର ବାସ୍ନାରେ ଯେ। ସେହିପରି ପିତାମାତାଙ୍କ ସେବା କରିବାକୁ ଶ୍ରବଣ କୁମାର ଉଦାହରଣ ଦେଇଛନ୍ତି ଯୁବପିଢ଼ିଙ୍କୁ କବିତାରେ। ନାରୀ ଜାତିକୁ ଜାଗ୍ରତ କରିବାକୁ ସଶକ୍ତ ଆହ୍ୱାନ ରହିଛି ଆହ୍ୱାନ କବିତାରେ। ଅନିୟମିତ ଋତୁଚକ୍ର, ଅଦିନିଆ ଝଡ଼ବର୍ଷା କଥା ମୌସୁମୀ ଓ ବର୍ଷା କବିତାରେ। ଦେଶ ଜାତି ପାଇଁ ପ୍ରାଣବଳି ଦେଉଥିବା ଶହୀଦ ଓ ତାଙ୍କ ପରିବାର ପ୍ରତି ସମବେଦନା ରହିଛି ଶହୀଦଙ୍କୁ କବିତାରେ। କେବଳ ସମାଜ ସୁଧାର ବାର୍ତ୍ତା ଦେଇନାହାନ୍ତି କବି, ପ୍ରିୟା ସହ ପ୍ରୀତି ରଚିବାକୁ ଭୁଲି ନାହାନ୍ତି। ପ୍ରିୟା ପାଇଁ ତାଙ୍କ କାବ୍ୟ ନାୟକର ଭଲ ପାଇବା ବହୁଗୁଣିତ ହୋଇଛି ମୋ ପ୍ରିୟା ପାଇଁ କବିତାରେ। ତେଣୁ ସେ ଗାଇ ଉଠିଛନ୍ତି, ତୁମେ ମୋର ତାରକା ଖଚିତ ଆକାଶେ, ସୁଶୀତଳ ଚନ୍ଦ୍ରର କିରଣ, ତୁମେ ମୋର ପୂଜାଘର ବାସ୍ନା ମିଶା ଫୁଲ, ପୁଣି ମହ ମହ କସ୍ତୁରୀ ଚନ୍ଦନ। ପ୍ରେମ କରିବା ପାପ ନୁହେଁ, ହେଲେ ତାହା ଯଦି ଗ୍ରହଣୀୟ ନ ହୁଏ, ପ୍ରେମ ପାଲଟି ଯାଏ ଅସରାଏ ଲୁହ ଆଉ ବିଚ୍ଛେଦ ଜନିତ କୁହ। ସେଠି ପ୍ରେମିକା ପାଇଁ ସ୍ୱତଃ ଉତୁରି ଆସେ ସ୍ୱଗତୋକ୍ତି। ତେଣୁ ପ୍ରେମିକା ପାଇଁ ସ୍ୱଗତୋକ୍ତି କବିତାରେ ସେ ଲେଖନ୍ତି, ଯେଉଁଠି ମୁଁ ସାଇତି ରଖିଛି ତୁ ଦେଇଥିବା ଗୋଲାପୀ ପ୍ରେମ ଚିଠି ଓ ବାସ୍ନାୟିତ ଫୁଲ ପକା ରୁମାଲର ସ୍ମୃତି ସବୁ। ତୁ ଆସିଲେ ମୁଁ ଖୋଲିଦେବି ମୋ ମନର ନିବୁଜ ଦ୍ୱାରକୁ। ତୁ ମନ ଭରି ଆଘ୍ରାଣ କରିନେବୁ ତୋ ଅତି ପରିଚିତ ପୁରୁଣା ବାସ୍ନାକୁ। ଶୂନ୍ୟତା ଜାଗାରେ ପ୍ରାଣ ତୋର ପୁରିଯିବ ପୂର୍ଣ୍ଣତାରେ। ସମାଜ ଓ ପ୍ରଶାସନର ଦୋଷ ତ୍ରୁଟି ଦେଖାଇବାରେ କବି ଅତି ନିର୍ଭୀକ। ସାଧାରଣ ଲୋକଙ୍କ ପାଇଁ ଆସୁଥିବା ସହାୟତା ରାଶିକୁ ହଡ଼ପ କରୁଥିବା ପ୍ରଶାସକମାନଙ୍କୁ ତୀବ୍ର ସମାଲୋଚନା କରିବାକୁ ପଛେଇ ନାହାନ୍ତି ସେ। ଲାଜ କବିତାରେ ସେ ଲେଖିଛନ୍ତି, କେମିତି କେଜାଣି ତୁମକୁ ଲାଜ ଲାଗେନି, ପଦ ପଦବୀରେ ଥାଇ ଗରିବର ଜମି ଜାଗା ହଡ଼ପ କରି ତ୍ରିତଳ ପ୍ରାସାଦ ଗଢ଼ିବାକୁ। ଜୀବନ ଦର୍ଶନର ସ୍ପଷ୍ଟ ସ୍ୱର ଅନୁରଣିତ ହୋଇଛି ସଂକଳନର ଶେଷ କବିତା ଅନ୍ତିମ ବିଦାୟରେ। ତାଙ୍କ ଭାଷାରେ, 6 ଖଣ୍ଡି କାଠରେ ସଜା ମୋ ଅନ୍ତିମ ସେଜ,
ମୁଣ୍ଡରେ ସିନ୍ଦୁର ଟୋପା, ପାଦରେ ଅଳତାଗାର, ସତେ ଅବା ସଜ ସରସିଜ। ସଂକଳନଟି ବେଶ୍ ସୁଖପାଠ୍ୟ। ପ୍ରତ୍ୟେକ କବିତା ଏକା ନିଶ୍ୱାସରେ ପଢ଼ିବା ଭଳି ହୋଇଛି। କବିତାଗୁଡ଼ିକ ପଢ଼ିଲା ପରେ ବୋଧ ହୁଏ ଯେ ଆଧୁନିକ କବିତା ଦୁର୍ବୋଧ୍ୟ ନୁହେଁ। ଭାଷା ଅତ୍ୟନ୍ତ ସରଳ ଓ ପ୍ରାଣସ୍ପର୍ଶୀ। ସଂକଳନଟି ତାଙ୍କର ବଳିଷ୍ଠ ଲେଖନୀର ଅଗ୍ରଗାମୀ ଉତ୍ତରଣ। ଏହା ପାଠକମାନଙ୍କ ଦ୍ୱାରା ନିଶ୍ଚୟ ଆଦୃତ ହେବ। ପରିଶେଷରେ ଏତିକି କହିବି, ଯଦି ସମୀକ୍ଷାଟି ଆପଣମାନଙ୍କୁ ଭଲ ଲାଗିଥାଏ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ରହିଲି। ମୁଁ କଣ୍ଡୁରି ଚରଣ ରାଉତ। ନମସ୍କାର।